ଦେବଗୁରୁ ବୃହସ୍ପତି ଜୁନ୍ 18 ତାରିଖରେ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିଥିଲେ। ଏବେ ବୃହସ୍ପତି ପୁଷ୍ୟ ନକ୍ଷତ୍ର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କରିବେ। ଏହାପରେ ଏହା ଜୁଲାଇ 19 ତାରିଖରେ ତୃତୀୟ ପର୍ଯ୍ୟାୟରେ ପ୍ରବେଶ କରିବେ। ମେଷ, ମିଥୁନ, ତୁଳା ଓ ମୀନ ରାଶି ଦେଇ ବୃହସ୍ପତି ଗମନର ପ୍ରଭାବ ଲାଭଦାୟକ ହେବ। ଏହି ବ୍ୟକ୍ତିମାନେ ସେମାନଙ୍କ କ୍ୟାରିୟର ଏବଂ ବ୍ୟବସାୟ ଲାଭବାନ ହେବେ। ସେମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଦେଖାଯିବ। ଏପରି ମେଷ ରାଶି, ପୁଷ ନକ୍ଷତ୍ରର ତୃତୀୟ ପର୍ଯ୍ୟାୟରେ ବୃହସ୍ପତି ଗୋଚର ମେଷ ରାଶି ପାଇଁ ଶୁଭ ଓ ଲାଭଦାୟକ ହେବ। ଏହି ରାଶିର ଲୋକମାନେ ଆର୍ଥିକ ଭାବରେ ଲାଭବାନ ହେବେ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ସମ୍ଭାବନା ଅଛି। ଆୟ ବୃଦ୍ଧି ପାଇବ। ଦ୍ୱିତୀୟ ରାଶି ମିଥୁନ ରାଶି। ମିଥୁନ ରାଶିରେ ନକ୍ଷତ୍ରର ବୃହସ୍ପତି ଭ୍ରମଣ ଲାଭଦାୟକ ହେବ। ଏହି ଲୋକମାନେ ଭାଗ୍ୟ ସେମାନଙ୍କ ପାଇଁ ଅନୁକୂଳ ପାଇବେ। ସେମାନେ କାର୍ଯ୍ୟକ୍ଷେତ୍ରରେ ଆର୍ଥିକ ଲାଭ ଅନୁଭବ କରିବେ। ହଠାତ୍ ଆର୍ଥିକ ଲାଭ ସମ୍ଭବ। ଏକ ବଡ଼ ଚୁକ୍ତି ଆନନ୍ଦ ଆଣିଦେବ। ସ୍ୱାସ୍ଥ୍ୟ ପାଇଁ ଭଲ ସମୟ। ତୁଳା ରାଶି। ତୁଳା ରାଶି ବ୍ୟକ୍ତିମାନେ ବୃହସ୍ପତିଙ୍କ ଗମନ ସହିତ ଭାଗ୍ୟକ ଅନୁକୂଳ ପାଇବେ। ଛାତ୍ରମାନଙ୍କ ସମୟ ଭଲ ରହିବ। ସେମାନଙ୍କୁ କ୍ୟାରିୟରରେ ଆଗକୁ ବଢ଼ିବାର ସୁଯୋଗ ମିଳିବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ମୀନ ରାଶି। ମୀନ ରାଶିର ଲୋକମାନେ ସେମାନଙ୍କ ସୁବିଧା ଏବଂ ବିଳାସରେ ବୃଦ୍ଧି ଅନୁଭବ କରିବେ। ଆପଣଙ୍କ କାର୍ଯ୍ୟ ଯୋଜନା ଆପଣଙ୍କୁ ସଫଳ ଆଣିଦେବ। କ୍ୟାରିୟରରେ ଉନ୍ନତି ସମ୍ଭବ। ଘରେ କିମ୍ବା ଯାନବାହନ କିଣିବାର ସମ୍ଭାବନା ଆଣିଛି।